ଯେତେବେଳେ କର୍ପୋରେସନ୍ ଦେଇଥିଲେ ଅଧାରୁ ବି ମୋତେ କହିଲେ ଆପଣ ଛାଡ଼ି ଦିଅନ୍ତୁ, ମୁଁ ବି ସାକ୍ରିଫାଇସ୍ କଲି, ଫେର ଦଳ ପାଇଁ ଯେକୌଣସି ଦାୟିତ୍ୱ ଦିଅ କାମ କରିବି ବୋଲି ବି କହିଛି। କିନ୍ତୁ ଦଳ ଯେତେବେଳେ କୌଣସି ଦାୟିତ୍ୱ ଆଉ ଦେଲାନି, କୌଣସି କାମ କରିବାକୁ ସୁଯୋଗ ଦେଲେନି, ତେଣୁ ମୁଁ ଦେଖିଲି ଦଳରେ ରହିକିରି ଆବଶ୍ୟକତା କ'ଣ ଅଛି। ମୁଁ ଛାତ୍ରାବସ୍ଥାରୁ ବିଜୁ ଜନତା ଦଳରେ ଥିଲି। ଆମର ପ୍ରବାଦ ପୁରୁଷ ବିଜୁବାବୁଙ୍କ ସହିତ ବି କାମ କରିଛି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବି ଦଳରେ କାମ କରିଛି। ଦୀର୍ଘ 3 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ମୁଁ ଦଳରେ କାମ କରିଛି ଏବଂ ମୁଁ ଦେଖିଲି ବିଗତ 5 ବର୍ଷ ଧରି ଦଳ ମୋତେ ସେତିକି ଗୁରୁତ୍ୱ ଦେଇନି କି କୌଣସି କାର୍ଯ୍ୟକ୍ରମରେ ବାରମ୍ବାର ମୁଁ ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ସାମିଲ କରୁନି। ମୁଁ ଦେଖିଲି ମୁଁ ଯଦି ଦଳ ପାଇଁ ଆମେ କୌଣସି କାମରେ ଲାଗୁନାହୁଁ, ଦଳ ପାଇଁ ଅଲୋଡ଼ା ଅଛୁ, ତାହେଲେ ଦଳ ଛାଡ଼ିଦେବା ଭଲ। ଦଳ ଯଦି ଆମକୁ ଚାହୁଁନି, ଆମେ ଦଳରେ କାହିଁ ରହିବା। ମୁଁ ବି ବାରମ୍ବାର ଦଳକୁ କହିଛି ଯେ ଆମକୁ କୌଣସି ଦଳର କାର୍ଯ୍ୟକ୍ରମରେ ଆମକୁ ନିୟୋଜିତ କରାଯାଉ, ସାଂଗଠନିକ କାମ ହେଉ, ଯେକୌଣସି କାମରେ। ତେଣୁ ଦଳ ଯେତେବେଳେ ଆମକୁ ଚାହୁଁନି, ଆମେ ଦଳରେ ରହିବାର କୌଣସି ଯଥାର୍ଥତା ନାହିଁ। ସେ ଦୃଷ୍ଟିରୁ ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛି, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ମୁଖ୍ୟଙ୍କ ସହ ଯୋଗାଯୋଗ କରିବାରେ କିଛି ଅସୁବିଧା ହେଉଛି? ଶୁଣନ୍ତୁ, ମୁଖିଆଙ୍କ ସହିତ ଯୋଗାଯୋଗର ଯେଉଁମାନେ ମାଧ୍ୟମ, ସେମାନଙ୍କ ସହିତ ବି ଆମେ ଯୋଗାଯୋଗ କରିକିରି ଆମର ଗ୍ରିଭାନ୍ସ ବି ଜଣାଇ ଦେଇଛୁ, ଥରେ ନୁହେଁ ବାରମ୍ବାର ଜଣାଇଛୁ। ତେଣୁ ସେମାନଙ୍କ ଦାୟିତ୍ୱ ମୁଖିଆଙ୍କ ପାଖରେ ପହଞ୍ଚାଇଛନ୍ତି କିମ୍ବା ନ ପହଞ୍ଚାଇଛନ୍ତି ମୁଁ କହିପାରିବିନି, କିନ୍ତୁ ମୁଁ ବାରମ୍ବାର ଜଣାଇଛି। ସେ ଦଳର ହାଇକମାଣ୍ଡକୁ ବି ଦୃଷ୍ଟି ଆକର୍ଷଣ କରାଯାଉ। ଦଳରେ ଆମର କୌଣସି ଦାୟିତ୍ୱ ଦରକାର, କାମ କରିବା ଦରକାର। ତେଣୁ ଦେଖିଲି ଯେ ଯେତେବେଳେ କୌଣସି ଦଳ ଆମକୁ ବିନିଯୋଗ କରିବାକୁ ଚାହୁଁନି, ତେଣୁ ଦଳରେ ଆବଶ୍ୟକତା ନାହିଁ ରହିବାର ବୋଲି ଉଦ୍ବୋଧ କଲି। ଆପଣଙ୍କୁ ବିଧାୟକ ହେଲା ପରେ ମଧ୍ୟ ମୋର ଥର ଟିକେଟ୍ ମିଳିଲାନି, ଆପଣ ସେ କଥାକୁ ମଧ୍ୟ ସହ୍ୟ କଲେ। ମୁଁ 19ରେ ଯେତେବେଳେ ଟିକେଟ୍ ନ ମିଳିଛି, ମୁଁ ମଧ୍ୟ ଦଳ ପାଇଁ କାମ କରିଛି ଏବଂ ସିନ୍ସିୟରଲି ୱିଥ୍ ଅଲ୍ ଲୟାଲିଟି ମୁଁ କାମ କରିଥିଲି। ଏବଂ ଯେତେବେଳେ କର୍ପୋରେସନ୍ ଦେଇଥିଲେ ଅଧାରୁ ବି ମୋତେ କହିଲେ ଆପଣ ଛାଡ଼ି ଦିଅନ୍ତୁ, ମୁଁ ବି ସାକ୍ରିଫାଇସ୍ କଲି, ଫେର ଦଳ ପାଇଁ ଯେକୌଣସି ଦାୟିତ୍ୱ ଦିଅ କାମ କରିବି ବୋଲି ବି କହିଛି। କିନ୍ତୁ ଦଳ ଯେତେବେଳେ କୌଣସି ଦାୟିତ୍ୱ ଆଉ ଦେଲାନି, କୌଣସି କାମ କରିବାକୁ ସୁଯୋଗ ଦେଲେନି, ତେଣୁ ମୁଁ ଦେଖିଲି ଦଳରେ ରହିକିରି ଆବଶ୍ୟକତା କ'ଣ ଅଛି। ବିଜେପିରେ ଯୋଗ ଦେବା ନିଷ୍ପତ୍ତି? ମୋର ବନ୍ଧୁମାନେ, ମୋର ଓଲିସର ମାନେ ଅଛନ୍ତି, ସେମାନେ ଯାହା ନିଷ୍ପତ୍ତି ନେବେ ସେ ଅନୁସାରେ ମୁଁ ଆଗକୁ ଯିବି।